ଆଜି ସେଇ ବାପାର ସତ ସାମ୍ନାକୁ ଆଣିବାକୁ ଯାଉଛୁ, ଯେଉଁ ସତ ଶୁଣିଲା ପରେ ଆପଣ ବି କହିବେ ସତରେ ଏ ଜୀବନଟା କେତେ ମୂଲ୍ୟହୀନ। ଆପଣ ଆଗରୁ ସୋସିଆଲ ମିଡ଼ିଆରେ ଦେଖିଛନ୍ତି ଜଣେ ବାପାଙ୍କର ଦେହାନ୍ତ ବୃଦ୍ଧା ଆଶ୍ରମରେ ହେବା ପରେ 3-3ଟା ଝିଅ ଥାଇକି ବି କେହି ତାଙ୍କ ଅନ୍ତିମ ସଂସ୍କାର କରିବାକୁ ଆସିନଥିଲେ। ହେଲେ ଆପଣ ଏକଥା ଜାଣିଛନ୍ତି କି ସେହି ବାପା ଆଗରୁ ଜାଣିସାରିଥିଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ମୁହଁରେ ନିଆଁ ଦେବାକୁ କେହି ବି ଆସିବେନି ବୋଲି। ଆପଣ ଏକଥା ଜାଣିଛନ୍ତି କି ବାପା ମୃତ୍ୟୁର ଶେଷ ପର୍ଯ୍ୟନ୍ତ ବୃଦ୍ଧା ଆଶ୍ରମରେ ସେହି ଛୋଟ ଘରର କବାଟକୁ ଚାହିଁ ଚାହିଁ ଅପେକ୍ଷା କରିଥିଲା, କାଳେ କିଏ ଶେଷ ମୁହୂର୍ତ୍ତରେ ପହଞ୍ଚି ତାଙ୍କୁ ଶେଷ ଥର ପାଇଁ ଦେଖା କରି ବାପା ବୋଲି ଡାକିବ, ଆଉ ସେ ବାପାଟାକୁ ଶୁଣି ଶାନ୍ତିରେ ଟିକେ ମରିପାରିବ। ଯେଉଁ ବାପା ଆଗରୁ ଜାଣିସାରିଥିଲା କେହି ଆସିବେନି, ସେଇ ବାପା ପୁଣି ଝିଅମାନଙ୍କୁ ଅପେକ୍ଷା କାହିଁ କରୁଥିଲା? ଆଜ୍ଞା, ଇଏ ପା ସେଇ ବାପା, ଯେଉଁ ବାପା ଜନ୍ମ ଦେଇଥିଲା, ଯେଉଁ ବାପା ଲାଳନ ପାଳନ କରି ଛୋଟରୁ ବଡ଼ କରିଥିଲା, ପାଠ ପଢ଼େଇ ବଡ଼ ବଡ଼ ଚାକିରି କରିଥିଲା। ଆଜି ସେଇ ବାପା ତା ଝିଅମାନଙ୍କୁ ଅପେକ୍ଷା କରି କରି ଶେଷରେ ଆରପାରିକୁ ଚାଲିଯାଇଥିଲା। ଆପଣ ଏହି ବାପାର କାହାଣୀ ସୋସିଆଲ ମିଡ଼ିଆରେ ରିଲ୍ସ ମାଧ୍ୟମରେ ଦେଖିଥିବେ, ହେଲେ ଆଜି ପୁରା କାହାଣୀ ଜାଣିବାକୁ ଏହି କାହାଣୀକୁ ନିଶ୍ଚିତ ଦେଖନ୍ତୁ ଆଜ୍ଞା। ଆଉ ଏ କାହାଣୀ ଦେଖିବା ଆଗରୁ ଆମେ ଆପଣଙ୍କୁ ସତର୍କ କରାଇ ଦେଉଛୁ, ଏ କାହାଣୀ ଆପଣଙ୍କ ଆଖିରେ ଅନେକ ଲୁହ ଆଣିଦେବ, ଏଥିରେ ଟିକେ ବି ସନ୍ଦେହ ନାହିଁ ଆଜ୍ଞା। ପ୍ରଥମେ ଆଖିର ଲୁହ ଆଉ ଛାତିର କୋହକୁ ସମ୍ଭାଳି ଏହି ବୁଢ଼ା ବାପାର ହୃଦୟ ବିଦାର କାହାଣୀକୁ ଥରେ ପୁରା ଶୁଣନ୍ତୁ ଆଜ୍ଞା। କିଏ କହିବ କାଲି ଆପଣଙ୍କ ସହ ଏମିତି ବି ନ ଘଟିବ? କିଏ ଜାଣିଛି କାଲି ଆପଣଙ୍କ ପିଲାମାନେ ବି ଆପଣଙ୍କ ସହ ଏମିତି ନ କରିବେ? ଆପଣ ଜାଣିଛନ୍ତି ବୃଦ୍ଧା ଆଶ୍ରମରେ ଥିବା ଏହି ବୁଢ଼ା ବାପାର ମୃତ୍ୟୁ ପରେ 3-3ଟା ଝିଅ କେହି ବି ଅନ୍ତିମ ସଂସ୍କାରରେ ଆସିନଥିଲେ। ଜଣେ ନେପାଳରେ ଥିଲା, ଜଣେ ଉତ୍ତରପ୍ରଦେଶର ଆଜମଗଡ଼ରେ ଥିଲା, ଆଉ ଜଣେ ମୁମ୍ବାଇରେ ଥିଲା। ଏହି 3 ଜଣ ଝିଅ ବାପାର ଅନ୍ତିମ ସଂସ୍କାର ଭିଡ଼ିଓ କଲ୍ରେ ଦେଖିଥିଲେ, ଆଉ ବାପାର ଅନ୍ତିମ ସଂସ୍କାର ପାଇଁ 5100 ଟଙ୍କା ଅନଲାଇନ୍ରେ ପଠାଇ ଦେଇଥିଲେ, ଆଉ କହିଥିଲେ ବାପାଙ୍କ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିଦେବ। ଥରେ ଭାବିଲେ 5100 ଟଙ୍କାରେ ଆଜିକାଲି କ'ଣ ହେଉଛି? ଗୋଟେ ଭଲ ଡ୍ରେସ୍ କିଣିଲେ ବି ଆଜିକାଲି 5100 ଟଙ୍କାରେ ହେବନି। ବୁଲିବାକୁ ଯାଇ ଭଲ ହୋଟେଲରେ ଯଦି ଗୋଟେ ରାତି କାଟିବେ ନା, 5100 ଟଙ୍କା ବି କମ୍ ପଡ଼ିବ ଆଜ୍ଞା। ଆଉ ଏତିକି ଟଙ୍କାରେ 3-3ଟା ଝିଅ ନିଜ ବୁଢ଼ା ବାପାର ଅନ୍ତିମ ସଂସ୍କାର କରିବାକୁ ବୃଦ୍ଧା ଆଶ୍ରମକୁ 5100 ଟଙ୍କା ପଠାଇ ଦେଇଥିଲେ। ଗୋଟେ ବାପାର ଅନ୍ତିମ ସଂସ୍କାର ଆଜ୍ଞା। ଆଶ୍ରମର କର୍ମଚାରୀଙ୍କ କାନ୍ଧରେ ଶ୍ମଶାନ ନିଆଗଲା, ଆଉ କିଛି ସମୟ ପରେ ବୁଢ଼ା ବାପାର ଶରୀର ପଞ୍ଚଭୂତରେ ଲୀନ ହୋଇଯାଇଥିଲା। ଆପଣ ଏକଥା ଜାଣିଛନ୍ତି କି ଯେଉଁ 5100 ଟଙ୍କା ଏହି 3 ଝିଅ ବୃଦ୍ଧା ଆଶ୍ରମ ବାଲାଙ୍କୁ ପଠାଇଥିଲେ, ସେହି ଟଙ୍କା ଆଶ୍ରମର କର୍ମଚାରୀ ସେହି ଝିଅଙ୍କୁ ଫେରାଇ ଦେଇଥିଲେ ବୋଲି, ଆଉ କହିଥିଲେ ଆମେ ସେବା କରିବାକୁ ଟଙ୍କା ନେଉନା ମ୍ୟାଡ଼ାମ୍, ଏଇଟା ଆମର କର୍ତ୍ତବ୍ୟ। ଆଉ କ'ଣ କହିଥିଲେ ଜାଣିଛନ୍ତି? ଆମେ ଯେଉଁ ମଣିଷର ଏତେ ଦିନ ଧରି ସେବା କଲୁ, ତାଙ୍କ ଅନ୍ତିମ ସଂସ୍କାର ପାଇଁ ଆମେ ପଇସା ନେଇପାରିବୁନି। ଥରେ ଭାବିଲେ ଯେଉଁ ସମ୍ପର୍କ ରକ୍ତର ଥିଲା, ସେ ସମ୍ପର୍କ କେବଳ 5100 ଟଙ୍କାରେ ସୀମିତ ରହିଗଲା। ଆଉ ଯେଉଁ ସମ୍ପର୍କ କିଛି ଦିନର ସେବାର ଥିଲା, ଆଉ ସେ ସମ୍ପର୍କ ପଇସା ନେବାକୁ ମନା କରିଦେଇଥିଲା। ଏ କଥା ମୋତେ ଭାବବିହ୍ୱଳ କରିଦେଇଥିଲା ଆଜ୍ଞା। ଏ କାହାଣୀ ଆଜି ମୁଁ ଏଥିପାଇଁ କଲି କାହିଁକିନା ମୋତେ ଲାଗିଲା କେଉଁଠି ନା କେଉଁଠି ଏମିତି ଆପଣଙ୍କ ସହ ବି ଘଟିପାରେ, ଆମ ସହ ବି ଘଟିପାରେ ଆଜ୍ଞା। ଇଏ ଯେଉଁ ଲୋକର ଅନ୍ତିମ ସଂସ୍କାର ପାଇଁ ଝିଅମାନେ 5100 ଟଙ୍କା ପଠାଇଥିଲେ, ଇଏ ସେଇ ମଣିଷ ଥିଲା ଆଜ୍ଞା, ଯିଏ ମୁମ୍ବାଇର ଜଣେ ବଡ଼ କପଡ଼ା ବ୍ୟବସାୟୀ ଥିଲା। ନାଁ ଥିଲା, ପଇସା ଥିଲା, ସମ୍ପତ୍ତି ବି ଥିଲା। ଝିଅମାନଙ୍କୁ ସ୍ନେହ ଶ୍ରଦ୍ଧାରେ ବଢ଼େଇ ପାଠ ପଢ଼େଇ ବଡ଼ ବି କରିଥିଲା, ଆଉ ଭଲ ଘର ଦେଖି ବାହା ବି କରେଇଥିଲା। ଯିଏ ଦିନେ ଆଲିସନ୍ ଘରେ ରହି ଅୟସ କରୁଥିଲା, ସେ ମଣିଷର ଶେଷ 2 ବର୍ଷ ବୃଦ୍ଧା ଆଶ୍ରମର ଏଇ ଛୋଟ ଘର ଭିତରେ କଟିଥିଲା ଆଜ୍ଞା। ବୃଦ୍ଧା ଆଶ୍ରମର ସେହି ଛୋଟ ଘରକୁ ସେ ଏକୁଟିଆ ଆସିନଥିଲେ ଆଜ୍ଞା। ସାରା ଜୀବନ ସାଥୀ ଏହି ବାଟ ଚାଲିବାକୁ କଥା ଦେଇଥିବା ତାଙ୍କ ଧର୍ମପତ୍ନୀ ବି ସାଙ୍ଗରେ ଆସିଥିଲେ। ସେତେବେଳେ ହିଁ ସେଇ ବୁଢ଼ା ବାପା ଜାଣିସାରିଥିଲା ସେ ମଲା ପରେ ତାଙ୍କୁ କାନ୍ଧ ଦେବାକୁ କେହି ଆସିବେନି ବୋଲି। ତଥାପି ଶେଷ 20 ଦିନ ପର୍ଯ୍ୟନ୍ତ ଅପେକ୍ଷା କରି ଚାଲିଥିଲା। କବାଟ ଆଡ଼କୁ ବାରମ୍ବାର ଅନେଇ ଚାଲିଥିଲା, କାହାର ପାଦ ଶବ୍ଦ ଶୁଣିଲେ ଉଠିକି ବସି ପଡ଼ୁଥିଲା। ଅପେକ୍ଷା କେବଳ ଅପେକ୍ଷାରେ ରହିଯାଇଥିଲା ଆଜ୍ଞା, ହେଲେ କେହି ବି ଆସିନଥିଲେ। ଗୋଟେ ବାପା ଆଗରୁ ଜାଣିଥିଲେ ବି କେହି ଆସିବେନି, ତଥାପି ସେ ଅପେକ୍ଷା କରି ଚାଲିଥିଲା। କାହିଁକି କହିଲେ? ଯେତେ ହେଲେ ବାପାର ମନ ନା। ସବୁ ପରେ ଏ କାହାଣୀକୁ ଅଧା ଶୁଣିବା ପରେ ଆପଣଙ୍କ ମନ ଭିତରକୁ ଏହି 3ଟା ପ୍ରଶ୍ନ ନିଶ୍ଚିତ ଆସୁଥିବ ଆଜ୍ଞା। ପ୍ରଥମ ପ୍ରଶ୍ନ, ମୁମ୍ବାଇର ଜଣାଶୁଣା ସେଠ୍ କରୋଡ଼ପତି ଏହି ବୃଦ୍ଧା ଆଶ୍ରମକୁ କାହିଁକି ଆସିଲେ? ସେହି ବୃଦ୍ଧା ଆଶ୍ରମକୁ କେହି କାହିଁକି ତାଙ୍କୁ ଦେଖା କରିବାକୁ ଆସିନଥିଲେ? ଆଉ ସେହି ବାପାଙ୍କୁ କେମିତି ଜଣାଥିଲା କେହି ଆସିବେନି ବୋଲି? ଏସବୁ ପ୍ରଶ୍ନର ଉତ୍ତର ଶୁଣିବା ପରେ ନିଜ ବାପା ମାଆଙ୍କୁ ନିଶ୍ଚିତ ସେୟାର କରିବା ଆଜ୍ଞା। ଏହି ବୁଢ଼ା ବାପା ହେଉଛନ୍ତି ମୁମ୍ବାଇର ଶିବଚରଣ ରାମରତନ ଗୁପ୍ତା, ବଡ଼ କପଡ଼ା ବ୍ୟବସାୟୀ। ଯେଉଁ ବୟସରେ ମଣିଷ ନିଜ ସାହାରା ଖୋଜେ, ସେହି ବୟସରେ ଶିବଚରଣ ନିଜ 3 ଝିଅଙ୍କ ପାଇଁ ସବୁକିଛି କରିଚାଲିଥିଲେ। ବଡ଼ ଝିଅ ଅନିତା ବାହା ହେଇ ନେପାଳ ଚାଲିଗଲା। ଦ୍ୱିତୀୟ ଝିଅ ନିଶା ଚାକିରି ପାଇବା ପରେ ଆଜମଗଡ଼ ଚାଲିଯାଇଥିଲା, ଆଉ ସାନ ଝିଅ ମୁମ୍ବାଇରେ ଥିଲା।
ତିନି ଜଣ ନିଜ ନିଜ ଦୁନିଆରେ ବ୍ୟସ୍ତ ଥିଲେ ଆଜ୍ଞା। 2 ବର୍ଷ ପୂର୍ବରୁ ଶିବଚରଣ ମୁମ୍ବାଇ ଛାଡ଼ି ସୋନି ପଥର ଗୋଟେ ବୃଦ୍ଧା ଆଶ୍ରମରେ ପହଞ୍ଚି ଯାଇଥିଲେ। ଏକୁଟିଆ ନଥିଲେ ଆଜ୍ଞା, ନିଜ ଅର୍ଦ୍ଧାଙ୍ଗିନୀକୁ ବି ସାଥିରେ ନେଇଥିଲେ। ସାଙ୍ଗରେ କେବଳ ଜୀବନ ସାଥୀ ଛଡ଼ା ଆଉ କିଛି ନଥିଲା। ହେଲେ ଏତେ ବଡ଼ ବ୍ୟବସାୟୀ ମୁମ୍ବାଇ ଛାଡ଼ି ହରିୟାଣା କାହିଁକି ଆସିଥିଲେ? ସେଦିନ ତାଙ୍କ ସହ କ'ଣ ଘଟିଥିଲା ଏକଥା କାହାକୁ ବି ଜଣା ନଥିଲା ଆଜ୍ଞା। କିନ୍ତୁ ଏଇଟା ସତ ଯେ ବୃଦ୍ଧା ଆଶ୍ରମରେ କେବଳ ସ୍ତ୍ରୀ ହିଁ ସାହାରା ଥିଲା। କେବଳ ସ୍ତ୍ରୀ ସ୍ୱାମୀର ସାହାରା ନଥିଲା, ସ୍ୱାମୀ ବି ସ୍ତ୍ରୀର ସାହାରା ଥିଲା। ପିଲାମାନେ ନ ପଚାରିଲେ କ'ଣ ହେଲା, ଜୀବନ ସାଥୀ ତ ସାଥିରେ ଅଛି ନା, ବାକି ଜୀବନ ଜୀବନ ସାଥୀ ସହ ମିଶି କାଟିଦେବେ ବୋଲି ଭାବିଥିଲେ। କିନ୍ତୁ କିଛି ମାସ ପରେ ଜୀବନ ସାଥୀଟା ବି ହାତ ଛାଡ଼ି ଆରପାରିକୁ ଚାଲିଯାଇଥିଲା। ଆଶ୍ରମ କର୍ମଚାରୀଙ୍କ କହିବା ଅନୁସାରେ ଝିଅମାନଙ୍କୁ ଖବର ଦିଆଗଲା, ହେଲେ କେହି ବି ଆସିଲେନି। ବୁଢ଼ା ସ୍ୱାମୀ ବୃଦ୍ଧାଶ୍ରମ କର୍ମଚାରୀଙ୍କ ସହ ମିଶି ସ୍ତ୍ରୀର ଅନ୍ତିମ ସଂସ୍କାର କରିଥିଲେ। ଜୀବନ ସାରା ସାଥ ଦେଇଥିବା ଜୀବନ ସାଥୀର ଅସ୍ଥି ନେଇ ଗଙ୍ଗାରେ ବିସର୍ଜନ ବି କରିଥିଲେ। ଭାବିଲା ବେଳକୁ କଷ୍ଟ ଲାଗୁନି ଆଜ୍ଞା। 34 ବର୍ଷର ସ୍ତ୍ରୀର ମର ଶରୀରକୁ ବୁଢ଼ା ସ୍ୱାମୀ ମୁଖାଗ୍ନି ଦେଉଥିଲେ। ନା ପୁଅ, ନା ଝିଅ, ନା ଜୋଇଁ, କେହି ସାଥିରେ ନଥିଲେ, ଯାହା କେବଳ ବୃଦ୍ଧାଶ୍ରମର କେତେଜଣ ସେବକ ସାଥ ଦେଉଥିଲେ। ନିଜେ ସବୁ କ୍ରିୟାକର୍ମ କରିସାରିବା ପରେ ପୁଣି ବୃଦ୍ଧାଶ୍ରମର ସେଇ ଛୋଟ ଘର ଭିତରେ ପହଞ୍ଚି ଯାଇଥିଲେ। ଯେଉଁ ରୁମ୍ରେ କାଲି ପର୍ଯ୍ୟନ୍ତ 2 ଜଣ ଥିଲେ, ଆଜି ସେ ଏକୁଟିଆ ହେଇଯାଇଥିଲେ। ବାସ୍, ଏଇ ଘଟଣା ପରେ ବୋଧେ ତାଙ୍କୁ ଜଣାପଡ଼ି ଯାଇଥିଲା ଯେ ମୋ ମୃତ୍ୟୁ ବେଳକୁ କେହି ଆସିବାର ସମ୍ଭାବନା ନାହିଁ। ଯେଉଁ ମା 10 ମାସ 10 ଦିନ ଗର୍ଭ ଯନ୍ତ୍ରଣା ସହି ଛୁଆମାନଙ୍କୁ ଜନ୍ମ ଦେଇଥିଲା, ଯେଉଁ ମା ପାଇଁ 3ଟା ଝିଅ ମଣିଷ ହେଇଥିଲେ, ସେଇ ମାର ଅନ୍ତିମ ସଂସ୍କାରରେ ଯଦି ଝିଅମାନେ ଆସିଲେନି, ତେବେ ସେ କ'ଣ ମୋ ମୃତ୍ୟୁ ପରେ ମୋ ମୁହଁରେ ନିଆଁ ଦେବାକୁ ଆସିବେ? କିନ୍ତୁ ବାପା ତ ବାପା ନା। ପିଲାମାନଙ୍କ ଉପରେ କୋଉଠି ନା କୋଉଠି ଆଶା ଆଉ ଭରସା ଥିଲା। କାଳେ ଭୁଲ ବୁଝିପାରିବେ, କାଳେ ମା ଗଲା ପରେ ପଶ୍ଚାତାପ କରିବେ। କିନ୍ତୁ ବାପା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେଇ ରୁମ୍ରେ କବାଟକୁ ଚାହିଁ ଚାହିଁ ଜୀବନ ଚାଲିଗଲା ପଛେ କେହି ବି ଆସିନଥିଲେ ଆଜ୍ଞା। ଆଶ୍ରମ ସେବକଙ୍କ କହିବା ଅନୁସାରେ ସେମାନେ ଅନେକ ଦିନ ତଳୁ 3 ଝିଅଙ୍କୁ କଲ୍ ପରେ କଲ୍ କରି ଚାଲିଥିଲେ। ଆପଣଙ୍କ ବାପାଙ୍କ ଦେହ ବେଶୀ ବେଶୀ ବିଗିଡ଼ିବାକୁ ଲାଗିଲାଣି, କେଉଁ ମୁହୂର୍ତ୍ତରେ ସେ ଚାଲି ଯାଇପାରନ୍ତି। ତଥାପି କେଉଁ ଝିଅ କି ଜୋଇଁଙ୍କୁ କିଛି ବି ଫରକ ପଡ଼ୁନଥିଲା ଆଜ୍ଞା। ଶେଷରେ 4 ଅଗଷ୍ଟ ସକାଳ 3ଟାରେ ଶିବଚରଣ ଗୁପ୍ତା ସବୁଦିନ ପାଇଁ ଆଖି ବୁଜି ଅଜଣା ରାଇଜର ଅତିଥି ସାଜି ସାରିଥିଲେ। ବାପାଙ୍କର ମୃତ୍ୟୁ ପରେ 3 ଝିଅଙ୍କୁ ବାରମ୍ବାର କଲ୍ କରାଗଲା, ହେଲେ ସମସ୍ତେ ଆସିବାକୁ ମନା କରିଦେଇଥିଲେ। କାହା ପାଖରେ ବୁଢ଼ା ବାପାର ଚିତାକୁ ମୁଖାଗ୍ନି ଦେବାକୁ ସମୟ ନଥିଲା, ତ କିଏ କହିଲା ମୁଁ ବହୁତ ଦୂରରେ ଅଛି। ଶେଷରେ ଜଣେ କହିଲା, ଗୋଟେ କାମ କରନ୍ତୁ, ଆପଣ ସଂସ୍କାର କରିଦିଅନ୍ତୁ, ଆମେ 5100 ଟଙ୍କା ପଠାଇ ଦେଉଛୁ। କିଏ ଭିଡ଼ିଓ କଲ୍ କରି ବାପାର ଚିତା ଜଳୁଥିବାର ଦେଖି ଚାଲିଥିଲା। ବାପାର ଚିତା ଜଳୁଥିଲା, ଝିଅମାନେ ମୋବାଇଲ ଫୋନ୍ରେ ଭିଡ଼ିଓ କଲ୍ରେ ଦେଖୁଥିଲେ ଆଜ୍ଞା। କିଏ ପଚାରୁଥିଲା ଆଉ କେତେ ସମୟ ଲାଗିବ, କିଏ କହୁଥିଲା ମୋତେ ଭୋକ ଲାଗିଲାଣି, ମୁଁ ରୋଷେଇ କରିବି, ଜଲ୍ଦି ସାର। କିଏ କହିଲା ଗୋଟେ ଭିଡ଼ିଓ କରିକି ପଠାଇଦେବ। ସମସ୍ତେ ଭିଡ଼ିଓ ମାଗିଥିଲେ ଆଜ୍ଞା, କେହି ଅସ୍ଥି ମାଗିନଥିଲେ। ଭିଡ଼ିଓ ନେଇ ସୋସିଆଲ ମିଡ଼ିଆରେ ଛାଡ଼ି କ'ଣ ଲେଖିବେ ଜାଣିଛନ୍ତି? ଆଇ ମିସ୍ ୟୁ ବାପା। ଯେଉଁ ସ୍ୱାମୀ ନିଜ ସ୍ତ୍ରୀର ଅସ୍ଥି ନେଇ ହରିଦ୍ୱାରରେ ବିସର୍ଜନ କରିଥିଲା, ସେହି ସ୍ୱାମୀର ଅସ୍ଥି ଆଜି ଆଶ୍ରମରେ ପଡ଼ିଥିଲା। କିଏ କହିଲା ମୁଁ ନେପାଳରେ ଅଛି, କିଏ କହିଲା ମୋର ଅସୁବିଧା ଅଛି, କିଏ କହିଲା ମୁଁ ବାହା ହେଇସାରିଛି, ମୋର ସଂସାର ଅଛି। ପ୍ରକୃତରେ ବାପା ମା ଆଉ ଝିଅମାନଙ୍କ ଭିତରେ କ'ଣ ହେଇଥିଲା କେବଳ ସେଇମାନଙ୍କୁ ଜଣାଥିଲା। ଯଦି ବି ପରିବାର ଭିତରେ କିଛି ଘଟିଥିବ, ଗୋଟେ ବାପା କି ମାର ଶେଷ ସମୟରେ ସବୁ ଭୁଲି ଗୋଟେ ସନ୍ତାନ ତା ବାପା ଆଉ ମା ପାଖରେ ପହଞ୍ଚିବା କଥା ଆଜ୍ଞା। ଏକଥାକୁ ଶୁଣି ସାରିବା ପରେ ଆପଣଙ୍କ ମନକୁ ଗୋଟେ ପ୍ରଶ୍ନ ନିଶ୍ଚିତ ଆସୁଥିବ, ଏ କାହାଣୀ କେବଳ କ'ଣ ଏଇ ଶିବଚରଣଙ୍କର? ନାହିଁ ଆଜ୍ଞା, ବୃଦ୍ଧା ଆଶ୍ରମରେ ରହୁଥିବା ସବୁ ବାପା ମାଙ୍କର ଏଇ ଗୋଟେ କାହାଣୀ। ବୃଦ୍ଧା ଆଶ୍ରମରେ ଯେତେ ଜଣ ଅଛନ୍ତି, ସମସ୍ତଙ୍କର ପୁଅ ବୋଉ, ଝିଅ ଜ୍ୱାଇଁ, ନାତି ନାତୁଣୀ ସମସ୍ତେ ଅଛନ୍ତି ଆଜ୍ଞା। ଭଲ ଟଙ୍କା ବି ରୋଜଗାର କରୁଛନ୍ତି, ଆଉ ନିଜ ବୁଢ଼ା ବାପା ମାଙ୍କ ସେବା କରିବାକୁ ପଡ଼ିବ ବୋଲି ବୃଦ୍ଧା ଆଶ୍ରମରେ ଛାଡ଼ିଦେଇ ମାସକୁ କିଛି ଟଙ୍କା ପଠାଇ ଦେଇ ନିଜର କର୍ତ୍ତବ୍ୟ ସାରି ଦେଉଛନ୍ତି। ଥରେ ଭାବିଲେ, ଆମ ଭାରତ ଭଳି ଦେଶରେ ଯେଉଁଠି ବାପା ମାଙ୍କ ସ୍ଥାନ ଭଗବାନଙ୍କଠୁ ବି ଉପରେ ଥାଏ, ସେଠି ପିଲାମାନେ ବାପା ମାଙ୍କର ଅନ୍ତିମ ସଂସ୍କାର ବି ଭିଡ଼ିଓ କଲ୍ରେ ସାରି ଦେଇଥିଲେ ଆଜ୍ଞା। ଏ କାହାଣୀ ଶୁଣୁଥିବା ସମସ୍ତଙ୍କୁ ମୋର ଗୋଟେ ଅନୁରୋଧ ଆଜ୍ଞା, କମ୍ ସେ କମ୍ ଆପଣମାନେ ଆପଣଙ୍କ ବାପା ମା, ଜେଜେ ଜେଜେମାଙ୍କ ସହ ଏମିତି ଜମା ବି କରିବେନି। କେହି ନିଜର ଯଦି ଏମିତି କରୁଥିବେ, ତାଙ୍କୁ ଅଟକେଇବାକୁ ଆଉ ବୁଝେଇବାକୁ ନିଶ୍ଚିତ ଚେଷ୍ଟା କରିବେ। ଏ କାହାଣୀ ସରିବା ପରେ ଆପଣ ନିଶ୍ଚିତ ଆପଣଙ୍କ ବାପା ମାଙ୍କ ପାଖରେ କିଛି ସମୟ ବସିବେ ଆଜ୍ଞା। ଦୂରରେ ରହୁଥିଲେ ଗୋଟେ କଲ୍ ନିଶ୍ଚିତ କରିବେ। 2 ମିନିଟ୍ର ହେଲୋ ହାଇର କଲ୍ ନୁହେଁ ଆଜ୍ଞା, ଲମ୍ବା କଲ୍ କରିବେ। କାହିଁକି କହିଲେ, ଏଇ ବୁଢ଼ା ବାପାଙ୍କୁ 5100 ଟଙ୍କା ଦରକାର ନଥିଲା ଆଜ୍ଞା, ତାଙ୍କୁ ତାଙ୍କର ନିଜର ଲୋକମାନେ ଦରକାର ଥିଲେ। ଏ କାହାଣୀ ଲେଖିବା ବେଳେ
ଆଉ ପଢ଼ିବା ବେଳେ ଅନେକ କଷ୍ଟ ହେଇଛି ଆଜ୍ଞା। ଏ ଦୃଶ୍ୟ ମୋତେ ଅନେକ ଯନ୍ତ୍ରଣା ଦେଇଛି। ଶେଷରେ ଖାଲି ଗୋଟେ ପ୍ରଶ୍ନ ଆଜ୍ଞା, ସତରେ କ'ଣ ବାପା ମାଆଙ୍କୁ ବୃଦ୍ଧା ଆଶ୍ରମରେ ରଖି ଟଙ୍କା ପଠାଇ ନିଜ କର୍ତ୍ତବ୍ୟ ସାରିଦେବା କଥା, ନା ତାଙ୍କୁ ଶେଷ ସମୟରେ ସାହାରା ହେବା କଥା? ଭାବିବେ ଆଉ ଉତ୍ତର ନିଶ୍ଚିତ ଦେବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।